ଅଭିଳାଷ ଏବଂ ଅପରାଜିତାର ପ୍ରେମ କାହାଣୀ ଆଉ ପିଲା ଖେଳ ହୋଇନାହିଁ। କଥାରେ ଅଛି ତୁଣ୍ଡ ବାଇଦ ସହସ୍ର କୋଶ। ନ ଏପାରିରୁ ସେପାରି ପର୍ଯ୍ୟନ୍ତ ସମସ୍ତଙ୍କୁ ଏକ ଖୋରାକ ମିଳିଗଲା। ସାଙ୍ଗମାନଙ୍କ ଟାହି ଟପରା, ସାହି ପଡ଼ିଶାଙ୍କର ଟୁପୁର ଟୁପୁର ଫୁସୁର ଫାସର ଶବ୍ଦ ଉଭୟଙ୍କୁ ବ୍ୟଥିତ କରିଦେଇଛି। କଲେଜ ପଢ଼ୁଆ ଝିଅଟା ଗୋଟେ ମାଷ୍ଟରଟାକୁ ଭଲ ପାଉଛି। କି ବେଳ ହେଲା କି? ଲାଜ ସରମ ଟିକେ ନାହିଁ। ମାଷ୍ଟରଟା ଯିବା ଆସିଲା ବେଳକୁ ପାଠ ପଢ଼ୁଥିବା ପିଲାଟା ଚାହିଁ ରହିଛି। ଛି ଛି ଛି। କିଛି ଦିନ ଏଇଭଳି କଥା ଖରାପ ଲାଗିଲେ ବି ପରେ ପରେ ଦେହସୁଆ ହୋଇଯାଇଛି ଉଭୟଙ୍କର। କଥାରେ ଅଛି ପ୍ରେମ ବଦନାମ ହେବାକୁ ଭଲ ପାଏ। କଥାଟା ଆସ୍ତେ ଆସ୍ତେ ଉଭୟ ପରିବାରର କାନରେ ପଡ଼ିଛି। ଉଭୟଙ୍କ ପରିବାର ଉଭୟଙ୍କୁ ଅନେକ ବୁଝେଇବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଉଭୟଙ୍କର ଭଲ ପାଇବା ପାଖରେ ସବୁକିଛି ହାର ମାନିଛି। ବାଧାବିଘ୍ନକୁ ସାମ୍ନା କରି ଅଭିଳାଷ ଅପରାଜିତା ଅନେକ ଆଗକୁ ମାଡ଼ି ଯାଇଛନ୍ତି, ହେଲେ କେବେ ବି କିଛି ଭୁଲ କରିନାହାନ୍ତି, କାରଣ ସେମାନଙ୍କର ଭଲ ପାଇବା ଥିଲା ଶାଶ୍ୱତ ଆଉ ପବିତ୍ର। ଅନେକ ଥର ଏକାଠି ହୋଇଛନ୍ତି। ପୁରୀ ବେଳାଭୂମିରେ ହାତକୁ ହାତ ଧରି ଅନେକ ଚାଲିଛନ୍ତି। ମିଛିମିଛିକା ବାପା ମା ଖେଳ ଖେଳିଛନ୍ତି, ହେଲେ କେବେ ବି ଏମିତି କିଛି ଭୁଲ କରିନାହାନ୍ତି ଯେଉଁଥିପାଇଁ ଉଭୟଙ୍କ ପରିବାର ବଦନାମ ହେବ। ଉଭୟଙ୍କର କେବଳ ଗୋଟିଏ ଇଚ୍ଛା, ଏମିତି ହାତ ଧରାଧରି ହୋଇ ଉନ୍ମୁକ୍ତ ବେଳାଭୂମି ଉପରେ ଚାଲୁଥିବେ ଆଗକୁ ଆଗକୁ। ସ୍ୱପ୍ନ ଦେଖୁଥିବେ ସେମାନଙ୍କ ଆଗାମୀକାଲିର, ଆଗାମୀ ଭବିଷ୍ୟତର, ଯେଉଁଠି କେବଳ ଅଭିଳାଷ ଥିବ, ଅପରାଜିତା ଥିବ ଆଉ ସେମାନଙ୍କର ଭଲ ପାଇବା ଥିବ। ସେହି ଭଲ ପାଇବାକୁ ଶାଶ୍ୱତ ଭଲ ପାଇବାକୁ ସାଥିରେ ଧରି ସେମାନେ ଆଗକୁ ମାଡ଼ି ଚାଲିବେ, ଆଗକୁ ଆଗକୁ ଆଉ ଆହୁରି ଆଗକୁ।